mata tadi saya kalau dia lagu deh, dia nak kira aku mama le nak kira, hari aduh anda tak pada tempat tu le mau nanti le lah, tanah marah. ମୋ ପିଲାକୁ ଯେମିତି ଟ୍ରାନ୍ସଫର କରିକି ସେଇ ମାରିଛି ସେଇ ପିଲାକୁ ବି ସେମିତି ମରାଯାଉ। ତାଙ୍କେ କଲେଜରେ ଥିଲେ କିଏ ଟିକେ ଶୁଣି ପାରିଲେନି ମୋ ପିଲାର ଡାକ। ଯାହାହେଲେ ତା ଆୱାଜ ତ ହେଇଥିବ ମୋ ପିଲା ପାଇଁ। ମୁଁ ତ 10ଟା ରାତି ହାତରେ ମୋ ପିଲାରେ ପୁରା କଥା ହେଇଥିଲି ଭଲରେ ପୁରା ମୋ ପିଲା ହାତରେ କଥା ହେଇଥିଲି। କଣ ଖାଇଲୁ, କଣ ଗଲୁ, କଣ ଧରିଲୁ। ସିଏ କହିଲା ମାମା ତୋର କଣ ହଉଛି, ତୁ ଟିକେ ବ୍ରହ୍ମପୁର ଆସୁନୁ। ମୁଁ ହଁ ମା ଯିବି, ତୁ ଆସେ ପରୀକ୍ଷା ସାରିକି କହିଥିଲି। 3ଟା ରାତିରୁ ଶୁଣିଲା ବେଳକୁ ତୁରନ୍ତ ଆସ, ତମ ପିଲାର ଦେହ ବଡ ଅସୁସ୍ଥ। କଣ ହେଇଛି ମୋ ପିଲାର ନା ତୁମେ ଆସିଲେ ଦେଖିବନି। ଆସିକି ଦେଖିଲା ଶୁଣିଲା ବେଳକୁ ଏଇ ଅବସ୍ଥା ମୋ ପିଲାର। ମୁଁ ଆଉ କଣ କହିବାକୁ ଯିବି? ତା ମା ହେଇକି ମା କେତେ ଧୈର୍ଯ୍ୟ ଧରିକି କଥା କହିପାରିବ ତମେ ଜାଣିଛ। ସେଇ ସବୁବେଳେ ଧମକ ଦିଏ ମୁଁ ମାରିଦେବି। ସେଇ ସନ୍ତୋଷ ମିଶ୍ର ପୁଅ ରାଜା ମିଶ୍ର, ସୋନ ମିଶ୍ର କହେ ତୋ ପିଲାକୁ ମୁଁ ମାରିଦେବି। ସିଏ ପିଲା ଘେରେଇକି ଆକୁ କରିକି ମୋ ପିଲାକୁ ଟର୍ଚର କରିକି ମାରିଛି। ମୁଁ ଏଇଆ ସଂଗ୍ରାମ ନଉଛି। ହତ୍ୟା କରାଯାଇଛି କି ଆତ୍ମହତ୍ୟା କରାଯାଇଛି ମୁଁ କେମିତି ଜାଣିଲି? ମୁଁ ତ ହଷ୍ଟେଲରେ ପିଲାକୁ ଛାଡିଲି, ମୁଁ ତ ଘରେ ରହିଲି। ହଷ୍ଟେଲ ହୁଏନି ରୋଗୀ ପାଇଁ, ଶୃଙ୍ଖଳତା ପାଇଁ। ହଷ୍ଟେଲ ଭିତରେ ଯଦି ଏମିତି ହେବ ଆମେ ଲକ୍ଷ ଲକ୍ଷ ଟଙ୍କା ବାନ୍ଧିକି, ତାହେଲେ ଆମେ ଆଉ କରିବୁ କଣ? ବାପା ମା ଚିନ୍ତାରେ ରହିବୁ କାହାକୁ ନେଇକି? ଆମେ ସମସ୍ତଙ୍କୁ ଦାୟୀ କରୁଛୁ ଏଥିରେ। କଲେଜ ଦାୟୀ କରୁଛୁ, ୱାର୍ଡେନ ଦାୟୀ କରୁଛୁ, ପିଲାଙ୍କୁ ଦାୟୀ କରୁଛୁ, ସବୁଥିରେ ଆମେ ଦାୟୀ କରୁଛୁ। ରାତି ମୋର ଶଳା ମତେ ଫୋନ କଲେ ରାତି 4ଟାରେ। ଆଉ ଭାଇନା କଲେଜରୁ କଣ ଫୋନ ଆସିଛି ରାତି 3ଟାରେ, ଝିଅର ଦେହ ସିରିୟସ, ଆସି ପହଞ୍ଚନ୍ତୁ ବୋଲି। ଆଉ ତୁମେ ଆସ ଟିକେ ଯିବା। ମୋର କଣ କାମ ଥିବା ପାଇଁ ମୁଁ ମନା କରିଥିଲି, ମୁଁ ଆସିପାରିବିନି ବୋଲି। ତମେ ଚାଲ, ପହଞ୍ଚିଲା ପରେ ମତେ କହିବ କଣ ହେଇଛି। ସେ ପହଞ୍ଚିଲା ପରେ ସେ କଲେଜ ତାକୁ ଏଣ୍ଟ୍ରି ନ କରିକି ସେ ଗେଟ୍ ପାଖରେ ତାଙ୍କୁ କହିଲେ ଯେ ଝିଅ ସୁଇସାଇଡ୍ କରିଛି। ତେଣୁ ସେ ପୁଣି ମତେ ଫୋନ କଲା ପରେ ଆସି ପହଞ୍ଚିଲୁ। ଆସି ପହଞ୍ଚି ଦେଖିଲା ବେଳକୁ ଝିଅ ସେ ପଙ୍ଖାରେ ଗାମୁଛା ଯୋଡ଼େ ବାନ୍ଧିକି ତଳକୁ ଝୁଲିଛି। ଏବଂ ଯୋଉ ଝୁଲିଛି ସେ ରୁମରେ ତାର 3ଟି ବେଡ୍ ଯଦିଓ ଅଛି, 2ଟି ଝିଅ ଆଗରୁ ପଳେଇଛନ୍ତି ଗାଁକୁ 4-5 ଦିନ ପୂର୍ବରୁ। ତାଙ୍କର କହିବା କଥା, କଲେଜ କହିବା 4-5 ଦିନ ପଳେଇଛନ୍ତି। ଏ ଝିଅ ଏକୁଟିଆ ଥିଲା ରୁମରେ। ଆଉ ରାତି 10ଟାରେ ବି ତା ବାବା ସହିତ ସେ କଥାବାର୍ତ୍ତା ହେଇଛି। ରାତି 10ଟାରେ ବି ତା ବାବା ସହିତ ସେ କଥାବାର୍ତ୍ତା ହେଇଛି। ସେ ଝିଅ ବି ଠିକ୍ ଠାକ୍ କଥାବାର୍ତ୍ତା କରିଛି। ତେଣୁ ରାତି 3ଟାରେ ତାଙ୍କର କଲେଜରୁ ଫୋନ ଯାଇଛି ବର୍ତ୍ତମାନ ଏମିତି ତାର ସୁଇସାଇଡ୍ କରିଛି ବୋଲି। ତେଣୁ ସେ କଲେଜରୁ ଫୋନ କରିଛନ୍ତି ଯେ ତମ ଦେହ ସିରିୟସ, ତମେ ଆସି ଜଲ୍ଦି ପହଞ୍ଚ। ଚିତ୍ର ଦେଖିଲା ପରେ ଚିତ୍ର ଦେଖିଲା ପରେ ମୁଁ ଯେତିକି ମୁଁ ବି ଭିଡ଼ିଓ ତାର ରଖିଛି, ଯେତିକି ଭିଡ଼ିଓ କରିଛି, ତାର ଫଟୋ ଉଠେଇଛି। ସେ ପିଲାକୁ କୌଣସି ହିସାବରେ ମର୍ଡର କରିକି ତଳକୁ ଓଳା ଯାଇଛି। କାରଣ ଛୁଆ ଟୋଟାଲ ତଳେ ବସି ଆଣ୍ଠୁ ମାଡ଼ିକି ବସିଛି ଏବଂ ତା ପାଖାପାଖି ଥିବା ଜିନିଷ ଗୁଡ଼ାକ କୌଣସି ବି କିଛି ନଷ୍ଟ ହେଇନି। ଆଜ ୟୁଜୁଆଲ ଯେମିତି ତାର ଅଛି ବେଡ୍ ଯେମିତି ରହିବା କଥା ସେ ଜିନିଷପତ୍ର ସେମିତି ଅଛି। ଜିନିଷପତ୍ର ବି କିଛି, ଗୋଟେ ପିଲାଟି ଯେତେବେଳେ ସୁଇସାଇଡ୍ କରୁଛି, ହ୍ୟାଙ୍ଗ କରୁଛି, ମଲା ବେଳକୁ ଜିନିଷ ତ ବାଡ଼େଇ ପିଟି ହେବ। ତେଣୁ ବାଡ଼େଇ ପିଟି ହେଇନି, ସେ ଜିନିଷପତ୍ର ଆଜ ୟୁଜୁଆଲ ଯେମିତି ରହିବା କଥା ରହିଛି। ପିଲା ଆଣ୍ଠୁ ମାଡ଼ିକି ତଳେ ବସିଛି। ଏ ନେଇକି ଆମେ ଥାନାରେ ଏଫଆଇଆର ଦେଇଥିଲୁ ଏବଂ ସେ କଲେଜ ବି ତାଙ୍କର କଣ କଲେଜ ପୋଲିସକୁ ଜଣେଇଥିଲେ ଏବଂ ତା ବାପା ମା ଆସିକି ପହଞ୍ଚିଲା ପରେ ସେ ବି ଥାନାରେ ଯାଇକି ଜଣେଇଛନ୍ତି। ଏବଂ ଆମ ସହିତ ବି ପୋଲିସ ଆସିଲା ପରେ ଆମେ ଭିତରକୁ ଆମକୁ ଛାଡ଼ିଲେ ଦେଖିବା ପାଇଁ ଏବଂ ସାଇଣ୍ଟିଫିକ ଟିମ୍ ଆସିଥିଲେ। ସେମାନେ ଏଫଆଇଆର ଆମେ ତ କରିଛୁ ଏବଂ ତାଙ୍କ ରିପୋର୍ଟ ସେ ବନେଇଛନ୍ତି। ଆକ୍ଚୁଆଲି ଘଟଣାଟା ହେଉଛି ଗୋଟିଏ ଛାତ୍ରୀ ଆମର ଡିପ୍ଲୋମା 2ୟ ବର୍ଷର ଋତୁପର୍ଣ୍ଣା ଦାସ, ସିଏ ଆଜ୍ଞା ସୁଇସାଇଡ୍ କରିଛି। ଆଉ ଗତକାଲି ଆଜି ଭୋର 1:30 ରାତିରେ ଲେଡିଜ୍ ହଷ୍ଟେଲର ୱାର୍ଡେନଙ୍କ ପାଖରୁ କଲ୍ ଆସିଥିଲା ଯେ ସାର୍ ଜଣେ କିଏ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି, ଆପଣ ଜଲ୍ଦି ଆସନ୍ତୁ। ଯେହେତୁ ବର୍ଷା ଜୋରରେ ହେଉଥିଲା ସାର୍, ଆମେ ସାଙ୍ଗେ ସାଙ୍ଗେ ଯାଇ କଲେଜରେ ପହଞ୍ଚିଥିଲୁ। 4ରୁ 5 ଜଣ ଷ୍ଟାଫ୍ ସେଠି ପହଞ୍ଚିଥିଲେ। ଇମିଡିଏଟଲି 100 ନମ୍ବରରେ ଫୋନ୍ କରାହେଇକି ପେଟ୍ରୋଲିଂ ଗାଡ଼ିକି ଡକା ହେଇଥିଲା। ପେଟ୍ରୋଲିଂ ଗାଡ଼ି ଆସିକି ତାକୁ ଚେକ୍ କରିଥିଲେ। ଚେକ୍ କରିସାରିଲା ପରେ କହିଲେ ଯେ କୌଣସି ଲୋକମାନଙ୍କୁ ଭିତରକୁ ଛାଡ଼ିବେ ନାହିଁ। ପେଟ୍ରୋଲିଂ ଗାଡ଼ିର ପରାମର୍ଶରେ ଆମେ ସାଙ୍ଗେ ସାଙ୍ଗେ ତାଙ୍କର ଗାର୍ଡିଆନ୍ସକୁ ଇନଫର୍ମ କରିଥିଲୁ, ତାଙ୍କ ବାପା ମାଆଙ୍କୁ, ଯେ ସାର୍ ପିଲାକୁ ଏମିତି ଅସୁବିଧା ହେଇଛି, ଆପଣ ଜଲ୍ଦି ଆସିକି ପହଞ୍ଚନ୍ତୁ। ଭୋର 5ଟା ବେଳକୁ ତାଙ୍କର ଗାର୍ଡିଆନ୍ସ, ତାଙ୍କ ବାପା ମା କାରରେ ଆସିକି ପହଞ୍ଚିଲେ। ଇମିଡିଏଟଲି ତାଙ୍କର ମାଆଙ୍କୁ ସାନ୍ତ୍ୱନା ଦେଇ ତାଙ୍କ ବାପାଙ୍କୁ ଧରିକି ଆମେ, ଯେହେତୁ ଆମର କଲେଜ ଗୋପାଳପୁର ପୋଲିସ ଷ୍ଟେସନ ଅଣ୍ଡରରେ ଯାଉଛି, ଗୋପାଳପୁର ପୋଲିସ ଷ୍ଟେସନକୁ ଯାଇଥିଲୁ। ସେଠି ବିଧିବଦ୍ଧ ଭାବରେ ଆମେ ଏଫଆଇଆର ଦେଇଥିଲୁ। ତାପରେ ଏଫଆଇଆର ଦେବାର ଘଣ୍ଟେରୁ 1.5 ଘଣ୍ଟା ଭିତରେ ସାଇଣ୍ଟିଫିକ କମିଟି, ପୋଲିସ କର୍ତ୍ତୃପକ୍ଷ, ଇନ୍ସପେକ୍ଟର ଇନଚାର୍ଜ କଲେଜରେ ଆସିକି ପହଞ୍ଚିଲେ। ସେମାନେ ସବୁ ଚେକ୍ କରିସାରିଲା ପରେ ବର୍ତ୍ତମାନ ଶବ ଘରକୁ ଅଣାହେଇଛି, ଯୋଉଠି ଆମର ଇଏ ଚାଲିଛି, ପୋଷ୍ଟମର୍ଟମ ଚାଲିଛି ସାର୍। ଆଜ୍ଞା, ସେ ଝିଅଟିର ନାଁ ହେଉଛି ଋତୁପର୍ଣ୍ଣା ଦାସ, ସେ ଲେଡିଜ୍ ହଷ୍ଟେଲରେ ହିଁ ରହୁଥିଲା।
ତା ରୁମରେ ଆଉ କିଏ ନଥିଲେ? ସାର୍ ଆକ୍ଚୁଆଲି ରୁମ୍ରେ 3 ଜଣ ପିଲା ଥିଲେ। 2 ଜଣ ପିଲାଙ୍କର ଛୁଟି ହେଇଯାଇଛି। ଦଶହରା ଛୁଟି ହବାର ଯଥେଷ୍ଟ ପୂର୍ବରୁ ସେମାନେ ଘରକୁ ଯାଇଛନ୍ତି। ଯେହେତୁ ତାଙ୍କର ପରୀକ୍ଷା ଅଛି ଆଗକୁ, ସେମାନେ ଯାଇଛନ୍ତି ଘରକୁ। ଏ ପିଲାଟି ତା ରୁମ୍ରେ ଏକୁଟିଆ ଥିଲା ସାର୍। ସାର୍ ଝିଅଟି ବହୁତ ଚରିତ୍ରବାନ ପିଲା, ତାର ପାଠପଢ଼ାରେ ବହୁତ ଭଲ। କୌଣସି ପ୍ରକାର ପାଠପଢ଼ା ରିଲେଟେଡ୍ ପ୍ରୋବ୍ଲେମ୍ ତାର କେବେ ବି ନଥିଲା। ହଠାତ୍ ଏମିତି କରିଦେବ ବୋଲି ଆମେ କେବେ ବି ଆଶା କରିନଥିଲୁ, କି ଅତୀତରେ ମଧ୍ୟ ଏଇ ଟାଇପ୍ର କୌଣସି ଘଟଣା ତା ସହିତ ଘଟି ନାହିଁ। ସେ ବହୁତ ଭଲ ଘରର ପିଲା ସାର୍। ଆଉ କଲେଜ ଏସବୁ ଜିନିଷରେ ବହୁତ ମର୍ମାହତ। ଆଉ ଭଗବାନଙ୍କ ପାଖରେ ଏତିକି ଆଶା କରିବି ତାର ଆତ୍ମାର ସଦ୍ଗତି ହଉ, ଆଉ ତାର ପ୍ରତ୍ୟେକ ପରିବାର କାମରେ। ଲୋକ କିଏ ଅଭିଯୋଗ ଆଣୁଛନ୍ତି? ସାର୍ ପରିବାର ଲୋକ ଅଭିଯୋଗ ଆଣିବେ, କାରଣ ସେମାନେ ଯେଉଁ ଜିନିଷ କହୁଛନ୍ତି ସେଇଟା କେତେ ଦୂର ବି ଠିକ୍ ହେଇଥାଇପାରେ। କିନ୍ତୁ ଯେପର୍ଯ୍ୟନ୍ତ ପୋଲିସ କୌଣସି ଇନଭେଷ୍ଟିଗେସନର ରିପୋର୍ଟ ଦେଇନାହିଁ, ଆମେ କୌଣସି ଜିନିଷ ବି ଅନୁମାନ କରିବାଟା ଠିକ୍ ହବ ନାହିଁ ସାର୍।